ଶ୍ରୀମନ୍ଦିର ଗୀତ ଗୋବିନ୍ଦ ଗାନ ପ୍ରଚଳନର କାହାଣୀ। ହଁ ବନ୍ଧୁ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆଗରୁ ଗୀତ ଗୋବିନ୍ଦ ପାଠ କରାଯାଉନଥିଲା। ଏମିତି କ'ଣ ହେଲା ଯେ ପହଡ଼ ପଡ଼ିବା ପୂର୍ବରୁ ବଡ଼ ସିଂହାର ବେଶରେ ଗୀତ ଗୋବିନ୍ଦ ପାଠ କରାଯାଏ ବା ଗାନ କରାଯାଏ। ଆସନ୍ତୁ ଜାଣିବା କାହାଣୀଟି। ଅନେକ ଦିନ ତଳର କଥା। ଶ୍ରୀମନ୍ଦିରରେ ଝିଅମାନଙ୍କର ରାତ୍ରିର ଶେଷ ନୀତି ଶେଷ ହୋଇ ପହଡ଼ ପଡ଼ିଲା। ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ହେଲା। ସେବକମାନେ ନିଜ ନିଜ ଘରକୁ ଗଲେ। ସିଂହଦ୍ୱାର ବନ୍ଦ କରିଦିଆଗଲା। ପରଦିନ ସକାଳେ ସିଂହଦ୍ୱାର ଖୋଲା ହେଲା। ସେବକମାନେ ନିଜ ନିଜ କର୍ମରେ ଲାଗି ପଡ଼ିଲେ। ରତ୍ନ ସିଂହାସନ ପାଖକୁ ସେବକ ଗଲେ ଦିଅମାନଙ୍କର ରାତ୍ରିର ବସ୍ତ୍ର ବଦଳାଇ ଅନ୍ୟାନ୍ୟ ନୀତି କରିବା ପାଇଁ। ମାତ୍ର ଇଏ କ'ଣ? ପ୍ରଭୁ ଜଗନ୍ନାଥଙ୍କ ବସ୍ତ୍ରରେ ଅନେକ ସ୍ଥାନରେ ଚିରି ଯାଇଛି। ବସ୍ତ୍ର ସାରା କଣ୍ଟା ଲାଗି ରହିଛି। ସ୍ପଷ୍ଟ ଜଣାଯାଉଛି ଯେ କଣ୍ଟା ଲାଗି ବସ୍ତ୍ର ଚିରି ଯାଇଅଛି। ତଥାପି ସନ୍ଦେହ ମୋଚନ ପାଇଁ ବସ୍ତ୍ର ଯୋଗାଇଥିବା ସେବକକୁ ସମସ୍ତେ ଏ ବିଷୟରେ ପଚାରିଲେ। ମାତ୍ର ସେ ଶପଥ କରି କହିଲା ଯେ ସେ ନୂଆ ବସ୍ତ୍ର ହିଁ ଯୋଗାଇଥିଲା। ବସ୍ତ୍ର ପିନ୍ଧାଇବା ସେବକ ମଧ୍ୟ କହିଲା ଯେ କାଲି ରାତ୍ରିରେ ସେ ପ୍ରଭୁଙ୍କୁ ବସ୍ତ୍ର ପିନ୍ଧାଇବା ବେଳେ ବସ୍ତ୍ର କୌଣସି ସ୍ଥାନରେ ଚିରି ନଥିଲା। ଶେଷରେ ସମସ୍ତ ସେବକଗଣ ଗଜପତି ମହାରାଜଙ୍କୁ ଖବର ଦେଲେ। ଗଜପତି ସଙ୍ଗେ ସଙ୍ଗେ ଆସି ପ୍ରଭୁଙ୍କ ବସ୍ତ୍ରର ଏ ଅବସ୍ଥା ଦେଖି ମର୍ମାହତ ହେଲେ। ସେହି ସିଂହାସନ ତଳେ ଧ୍ୟାନରେ ବସି ନିବେଦନ କଲେ, ପ୍ରଭୁ, ଆପଣଙ୍କର ଏପରି ଅବସ୍ଥା କାହିଁକି ଓ କିପରି ହେଲା? କି ଅଘଟଣା ଘଟିଲା? କ୍ଷମା କରନ୍ତୁ ପ୍ରଭୁ। ପ୍ରଭୁ ହସି ହସି କହିଲେ, ନାଇଁ ନାଇଁ, କୌଣସି ଅଘଟଣ ଘଟିନାହିଁ କିମ୍ବା କାହାର କିଛି ଭୁଲ ହୋଇନାହିଁ। ବନମାଳୀପୁର ଗ୍ରାମର ମାଳିନୀ ଜୟଦେବ ରଚିତ ମୋର ପ୍ରିୟ ଗୀତ ଗୋବିନ୍ଦ ବୁଲି ବୁଲି ବାଇଗଣ ବାଡ଼ିରେ ବାଇଗଣ ତୋଳୁଥିଲା। ତାର ଭାବଭକ୍ତି ଭରା ସୁଲଳିତ କଣ୍ଠରେ ଗୀତ ଗୋବିନ୍ଦ ଶୁଣିବା ପାଇଁ ମୁଁ ତା ପଛେ ପଛେ ବାଇଗଣ କିଆରିରେ ବୁଲୁଥିଲି। ତେଣୁ ବାଇଗଣ ଗଛର କଣ୍ଟା ଲାଗି ମୋ ବସ୍ତ୍ର କେତେବେଳେ ଚିରି ଯାଇଛି। ମୁଁ ତା ସଙ୍ଗୀତ ଗାନରେ ଏତେ ମୁଗ୍ଧ ଥିଲି ଯେ ବସ୍ତ୍ର ଚିରିବା କଥା ଜାଣିପାରିଲି ନାହିଁ। ଏହାପରେ ଗଜପତି ମହାରାଜ ସମ୍ମାନର ସହିତ ବନମାଳୀପୁରର ଚଷା ଝିଅ ମାଳିନୀକୁ ଶ୍ରୀକ୍ଷେତ୍ର ଅଣାଇ ତାର ବସବାସର ବ୍ୟବସ୍ଥା କଲେ। ଶ୍ରୀମନ୍ଦିରରେ ପ୍ରତିଦିନ ପ୍ରଭୁଙ୍କର ରାତ୍ରି ପହଡ଼ ପୂର୍ବରୁ ମାଳିନୀକୁ ଗୀତ ଗୋବିନ୍ଦ ଗାନ କରିବାର ସେବା ପ୍ରଦାନ କଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ନୀତି ପ୍ରଚଳିତ। ଆଶା କରେ ଏ କାହାଣୀଟି ଆପଣଙ୍କର ହୃଦୟକୁ ନିଶ୍ଚିନ୍ତ ସ୍ପର୍ଶ କରିଥିବ। ଯଦି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚିନ୍ତ ଆମ ସହିତ ଯୋଡ଼ି ହୁଅନ୍ତୁ। ଓଡ଼ିଶା ରେଡ଼ିଓକୁ ଫଲୋ କରନ୍ତୁ। ଜୟ ଜଗନ୍ନାଥ।